हे कालिया तू मते एमिति काहीकि करिदेलु मो हाथ नहीं गलु मो साहस नहीं गलु किंतु मो भक्ति काहीकि नेलुनी काहीकि नेलुनी मु तो रथ पाई जीवन देइछि आजी आजी मते रथरु बाहर करिदेलु। रघु मु तुमको सीधा कहूची तुमे एबे काम करने को असमर्थ। रथ काम तुमर कौन सी आवश्यकता नहीं। आमे जड़े नुआ कारीगर नियुक्ति करिचु तेणु तुमे चुपचाप घर को चली जाओ। बापू मते काढ़ी दियंतुनी केवल एठी बसिबाकू दियंतु मु काम करिबिनी सत केवल देखिबी निर्देश देवी मो ना काटंतुनी बाबू मो ना काटंतुनी मो कालियार रथरु मते दूर करंतुनी। जी निजे छिड़ा हुई पारुनी से पुणी रथ गढ़ियो। रघु तुमको ए बाहर करागला चुपचाप जाई घरे विश्राम नियो। हे कालिया मो हाथ नहीं गलु मो साहस नहीं गलु किंतु मो भक्ति काहेकि एते परीक्षा करुचु। मो जीवनर शेष समय आसीगला किंतु मो रथर काम अधा रहीगला अधा। पृथ्वी रे अनेक राजा अछंती अनेक देवता अछंती किंतु एमिति जड़े प्रभु अछंती जी निज भक्त को देखिबा पाई वर्षकु थरे निज मंदिर रु बाहर को आसंती। से हेउछंती भक्त वत्सल पतित पावन महाप्रभु श्री जगन्नाथ। कुहा जाए महाप्रभुंक पाखरे धनर मूल्य नहीं, ज्ञानर अहंकार मूल्य नहीं, पदवीर मूल्य नहीं, से केवल भक्तर हृदय को देखती। आजिर कहानी जड़े एमिति भक्तंकर जहाँक आखिर लुह देखी स्वयं महाप्रभु को कारीगर साजिबाकू पड़िथिला। ଏହା ହେଉଛି ରଥଖଳା। ଏଠାରେ କେବଳ କାଠ କଟା ଯାଏ ନାହିଁ, ଏଠାରେ ଭକ୍ତିରେ ରଥ ଗଢ଼ାଯାଏ। ପ୍ରତ୍ୟେକ କାଠରେ, ପ୍ରତ୍ୟେକ ଚକରେ, ପ୍ରତ୍ୟେକ କଣ୍ଟାରେ ଲୁଚି ରହିଥାଏ ମହାପ୍ରଭୁଙ୍କ ସେବାର ସୁଗନ୍ଧ। भाई এই কাঠটা সাবধান রে উঠাও। ଏହି କାଠଟା ନନ୍ଦିଘୋଷର ଅଖ ପାଇଁ ଉପଯୁକ୍ତ। ମାପଟା ଭଲରେ ଦେଖ, ଭୁଲ ହେଇଗଲେ ରଥ ଚଲିବନି। ଜଣେ ବୃଦ୍ଧ କାରିଗର ହଠାତ୍ ନିଶ୍ୱାସ ଛାଡ଼ି କହିଲେ, ଏଥର ରଥ ଖଳା ବହୁତ ଖାଲି ଖାଲି ଲାଗୁଛି। କାହିଁକି? ରଘୁ ମହାରଣା ଏଠାରେ ଆଉ ନାହାନ୍ତି। ସମସ୍ତଙ୍କ ମୁହଁ ହଠାତ୍ ଗମ୍ଭୀର ହୋଇଗଲା। ରଘୁ ମହାରଣା, ଏହି ନାଁଟି କେବଳ ଜଣେ କାରିଗରର ନାଁ ନୁହେଁ, ଏହା ଥିଲା ରଥଖଳାର ଆତ୍ମା। ଦୀର୍ଘ 40 ବର୍ଷ ଧରି ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ପ୍ରତ୍ୟେକ ଚକ, ପ୍ରତ୍ୟେକ କାଠ ତାଙ୍କ ହାତରେ କଢ଼ା ହୋଇଥିଲା। ରଘୁ ଭାଇ, ଆଜି ତୁମର ଝିଅର ବାହାଘର ନା? ଝିଅର ବାହାଘର ତ ହବ, କିନ୍ତୁ ମହାପ୍ରଭୁଙ୍କ ରଥ ବିଳମ୍ବ ହେବା ଉଚିତ ନୁହେଁ। ରଘୁ ଭାଇ, ତୁମ ହାତରୁ ରକ୍ତ ବାହାରୁଛି, ଆଉ କାମ କରନି। ମୋ ରକ୍ତ ଶୁଖିଯିବ, କିନ୍ତୁ କାଳିଆର ରଥ ଅଧା ରହିବନି। ରଘୁଙ୍କ ପାଇଁ ରଥ ଗଢ଼ିବା ରୋଜଗାର ନୁହେଁ, ତାହା ଥିଲା ତାଙ୍କ ଶ୍ୱାସ, ତାଙ୍କ ଜୀବନ, ତାଙ୍କ ପ୍ରାର୍ଥନା। हे
କାଳିଆ, ଏ ହାତରେ ମୁଁ ତୋ ପାଇଁ ରଥ ଗଢ଼ିଛି। ଆଜି ସେଇ ହାତୁଡ଼ି ଧରି ପାରୁନାହିଁ। ମୋର ଆଉ କେତେ ଦିନ ବଞ୍ଚିବା ବାକି ଅଛି ମୁଁ ଜାଣିନି, କିନ୍ତୁ ମୋର ଶେଷ ଇଚ୍ଛା କେବଳ ଆଉ ଥରେ ତୋ ରଥର ଚକରେ ମୋ ହାତୁଡ଼ି ବାଜୁ। ଅଧିକାରୀ ବାବୁ ଆସିଗଲେ। ଯେଉଁଠି ଭକ୍ତିର କାମ ଚାଲେ ସେଠି ନିୟମ ଓ ଅଧିକାରର ଛାୟା ମଧ୍ୟ ପଡ଼େ, ଆଉ ସେହି ଛାୟା କେବେ କେବେ ଭକ୍ତିକୁ ଆଘାତ ମଧ୍ୟ ଦେଇଥାଏ। ରଥର କାମ ଏତେ ଧୀରେ ହେଉଛି କ'ଣ ପାଇଁ? ମୁଁ ସଫା କହିଦେଉଛି, ରଥଯାତ୍ରାର ଦିନ ନିଶ୍ଚିନ୍ତ କୌଣସି ଭୁଲ ହେଲେ ମୁଁ ଛାଡ଼ିବି ନାହିଁ। ଯଦି ରଘୁ ମାହାଣା ଥାନ୍ତେ ତେବେ ଏପରି କଥା କେହି କହିପାରିନଥାନ୍ତେ। ସେ ଲୋକ ଥିଲେ ରଥକଲାର ଆତ୍ମା। ହେ କାଳିଆ, ତୁ ମୋତେ ଏମିତି କାହିଁକି କରିଦେଲୁ? ମୋ ହାତ ନେଇଗଲୁ, ମୋ ସାହସ ନେଇଗଲୁ, କିନ୍ତୁ ମୋ ଭକ୍ତି କାହିଁକି ନେଲୁନି? ମୁଁ ତ ରଥ ପାଇଁ ଜୀବନ ଦେଇଛି, ଆଜି ମୋତେ ରଥରୁ ବାହାର କରିଦେଲୁ। ରଘୁ, ମୁଁ ତୁମକୁ ସିଧା କହୁଛି, ତୁମେ ଏବେ କାମ କରିବାକୁ ଅସମର୍ଥ। ରଥ କାମରେ ତୁମର କୌଣସି ଆବଶ୍ୟକତା ନାହିଁ। ଆମେ ଜଣେ ନୂଆ କାରିଗର ନିଯୁକ୍ତି କରିଛୁ, ତେଣୁ ତୁମେ ଚୁପଚାପ ଘରକୁ ଚାଲିଯାଅ। ବାବୁ, ମୋତେ କାଢ଼ି ଦିଅନ୍ତୁନି, କେବଳ ଏଠି ବସିବାକୁ ଦିଅନ୍ତୁ। ମୁଁ କାମ କରିବିନି ସତ, କେବଳ ଦେଖିବି, ନିର୍ଦ୍ଦେଶ ଦେବି। ମୋ ନାଁ କାଟନ୍ତୁନି ବାବୁ, ମୋ ନାଁ କାଟନ୍ତୁନି। ମୋ କାଳିଆର ରଥରୁ ମୋତେ ଦୂର କରନ୍ତୁନି। ଯିଏ ନିଜେ ଛିଡ଼ା ହୋଇପାରୁନି ସେ ପୁଣି ରଥ ଗଢ଼ିବ। ରଘୁ, ତୁମକୁ ଏବେ ବାହାର କରାଗଲା, ଚୁପଚାପ ଯାଇ ଘରେ ବିଶ୍ରାମ ନିଅ। ମୋ ଜୀବନ ଏମିତି ଶେଷ ହୋଇଗଲା। 40 ବର୍ଷର ସେବା ଗୋଟିଏ ମୁହୂର୍ତ୍ତରେ ଶେଷ। ହେ ଭଗବାନ, ଏମିତି କେମିତି ହେଲା? ସେ ରାତି ରଥଖଳାରେ ଏକ ଅଜଣା ନୀରବତା ଥିଲା, ଯେଉଁ ନୀରବତା ପରବର୍ତ୍ତୀ ଦିନରେ ଏକ ଅଦ୍ଭୁତ ଘଟଣାର ଆରମ୍ଭ ହେବାକୁ ଯାଉଥିଲା। ସେ ହସ, ସେ କିଏ? ମଣିଷ ନା କିଛି ଅଲୌକିକ? ହେ କାଳିଆ, ମୋ ହାତ ନେଇଗଲୁ, ମୋ ସାହସ ନେଇଗଲୁ, କିନ୍ତୁ ମୋ ଭକ୍ତି କାହିଁକି ଏତେ ପରୀକ୍ଷା କରୁଛୁ? ମୋ ଜୀବନର ଶେଷ ସମୟ ଆସିଗଲା, କିନ୍ତୁ ମୋ ରଥର କାମ ଅଧା ରହିଗଲା, ଅଧା। କିଏ ଅଛ ସେଠି? कृष्णाय वासुदेवाय हरये परमात्मने प्रणतः क्लेशनाशाय ଗୋବିନ୍ଦାୟ ନମୋ ନମଃ। ଏତେ ବଡ଼ ରଥ ଖଳା, କିନ୍ତୁ କାମ କରିବାକୁ କେହି ନାହିଁ। ତୁ କିଏ ପୁଅ? ଏତେ ରାତିରେ ଏଠିକୁ ଆସିଲୁ କେମିତି? ମୋ ନାଁ ଗୋପାଳ, ମୁଁ ତୁମ ପାଖକୁ ଆସିଛି। ତୁମେ କାମ କରିପାରୁନାହଁ ନା? ତେବେ ମୁଁ କରିଦେବି। ପୁଅ, ଏହା ଖେଳ ନୁହେଁ, ରଥ ହେଉଛି ମହାପ୍ରଭୁଙ୍କ ସେବା। ଏହାକୁ କରିବାକୁ ବଳ ନୁହେଁ, ଭକ୍ତି ଦରକାର। ଭକ୍ତି ଥାଏ ତ ହାତୁଡ଼ି ନିଜେ ଚାଲେ ଜେଜେ। ଏ କ'ଣ ହେଉଛି? ତୁ କିପରି କରୁଛୁ ଏତେ ନିଖୁଣ କାମ? ମୁଁ କିଛି କରୁନି ଜେଜେ, କାମ ନିଜେ ହେଉଛି, ମୁଁ କେବଳ ଦେଖୁଛି। ଗୋପାଳ ଲଗାତାର କାମ କରୁଛି, କାଠ ନିଜେ ନିଜେ ଗଢ଼ି ଯାଉଛି।
ବିନା ମାପରେ ବି କୌଣସି ଭୁଲ ହେଉନାହିଁ। ଯେଉଁଠି ଦେଖିବ ସେଇଠି କାମର ନିଖୁଣତା। ପୁଅ, ତୁ ମଣିଷ ନୁହଁ। ତୁ ହାତୁଡ଼ି ବାଜିଲେ କାଠ ମଧ୍ୟ ନିଶ୍ୱାସ ନେଉଛି। ଜେଜେ, ଏହା ମୋ କାମ ନୁହେଁ, ଏହା ତୁମର ଭକ୍ତିର କାମ। ହେ କାଳିଆ, ଏ ତୁ କାହାକୁ ପଠେଇଲୁ? ଏହି ବାଳକ କିଏ? କେଉଁଠୁ ଆସିଲା? ଏତେ ଅଲୌକିକ ଶକ୍ତି କାହିଁକି? ଆଗାମୀ ରାତିରେ ଏହି ରହସ୍ୟ ଖୋଲିବ, କିନ୍ତୁ ସତ୍ୟ ଶୁଣିବାକୁ ସମସ୍ତଙ୍କ ହୃଦୟ କମ୍ପିଯିବ। ସୂର୍ଯ୍ୟ ଉଦୟ ସମୟରେ ରଥଖଳାରେ ଏକ ଅଦ୍ଭୁତ ଦୃଶ୍ୟ ଦେଖାଯାଉଛି। ଗତ ରାତିରେ ଅଧା ଥିବା କାମ ଏବେ ପ୍ରାୟ ସମ୍ପୂର୍ଣ୍ଣ ହୋଇଯାଇଛି। କାରିଗରମାନେ ଆଶ୍ଚର୍ଯ୍ୟରେ ଦେଖୁଛନ୍ତି। ଏ କିପରି ହେଲା? ଗତକାଲି ତ ଆମେ ଏତେ ଦୂର ଯାଇନଥିଲୁ। କେହି ରାତିରେ ଗୁପ୍ତରେ କାମ କରିଛି କି? ରଥଖଳା ଆଶ୍ଚର୍ଯ୍ୟରେ ଡୁବି ଯାଇଥିଲା, କିନ୍ତୁ ସେହି ଆଶ୍ଚର୍ଯ୍ୟର ପଛରେ ଗୋଟିଏ ରହସ୍ୟମୟ ଛାୟା ଲୁଚିଥିଲା। ଗୋପାଲ, ଏ ଗୋପାଲ, କୋଉଠି ଅଛୁ? କ'ଣ ପାଇଁ ଉତ୍ତର ଦେଉନାହୁଁ? ଏ କାମ କିଏ କରିଛି? ରାତିରେ କ'ଣ ଚୋର ଆସି କାମ କରିଗଲା? ବାବୁ, ମୁଁ ଜାଣିନି ବାବୁ, କିନ୍ତୁ ମୁଁ ଜାଣିଛି ଏହା କୌଣସି ସାଧାରଣ ମଣିଷର କାମ ନୁହେଁ। ସାଧାରଣ ମଣିଷ ନୁହେଁ? ତେବେ କ'ଣ ସେ ଭୂତ ନା ପ୍ରେତ? ମୁଁ ଏହାର ସତ୍ୟ ଆଜି ନିଶ୍ଚିନ୍ତ ଜାଣିବି। ସେ ଜଣେ ସିପାହୀକୁ କହନ୍ତି, ଆଜି ରାତିରେ ରଥଖୋଳା ଉପରେ ନଜର ରଖ। କେହି ଯଦି ଲୁଚିକରି କାମ କରିବାକୁ ଆସେ, ତାହେଲେ ଆମେ ତାକୁ ନିଶ୍ଚୟ ଧରିବା। ଗୋପାଲ, ତୁ କିଏ? କେଉଁଠୁ ଆସିଲୁ? କାହିଁକି ମୁଁ ଭାଙ୍ଗି ଯାଇଥିବା ଭକ୍ତିକୁ ପୁଣି ଜୀବନ ଦେଉଛୁ? ଆଜି ରାତିରେ କାମ ଶେଷ କରିବାକୁ ପଡ଼ିବ। ଗୋପାଳ ହାତୁଡ଼ି ମାରୁଛି। କାଠ ନିଜେ ନିଜେ ଗଢ଼ି ଯାଉଛି। ନିହାଣ ନିଜେ କାଟି ଦେଉଛି। ଏ କାମ ତ ମାନବର ନୁହେଁ, ଏହା ତ ଦେବତାଙ୍କ କାମ। କିଏ ସେ? ମୁଁ କାହାକୁ ଦେଖିଲି? ସାର୍, ମୁଁ ଦେଖିଲି ସେଠାରେ କେହି ନଥିଲେ। କାମ ଆପେ ଆପେ ହେଇଯାଉଥିଲା। ପୁଣି ଦେଖିଲା ବେଳକୁ କାମ ସରିଯାଇଛି। ଏହା ଅସମ୍ଭବ। ତୁମେ ଯଦି କାହାକୁ ସେଠି ଦେଖିଲ ନାହିଁ, ତାହେଲେ ଏ କାମ ହେଲା କିପରି? ବାବୁ, ସବୁ ମଣିଷ ଦେଖାଯାଏନି, କେତେକ ଭକ୍ତି ଭିତରେ ଲୁଚିଥାନ୍ତି। ଏହି ବାଳକ ମଣିଷ ନା ଅନ୍ୟ କିଛି? ଏହାର ଉତ୍ତର ଆଗାମୀ ଭାଗରେ ଖୋଲିବ, ଯେଉଁଠି ଅସଲ ସତ୍ୟ ସାମ୍ନାକୁ ଆସିବ। ଆକାଶରେ ଘନ ଅନ୍ଧକାର, କିନ୍ତୁ ରଥଖଳାରେ ଏକ ଅଜଣା ଆଲୋକ ଚତୁର୍ଦିଗକୁ ଆଲୋକିତ କରୁଛି। ନନ୍ଦିଘୋଷ ରଥ ପ୍ରାୟ ପୂର୍ଣ୍ଣ ହୋଇଯାଇଛି। ଗୋପାଳ ତାର ଶେଷ କାମ ଜାରି ରଖିଛି। ଗୋପାଲ, ଆଜି ରାତିରେ ତ କାମ ଦେଖି ମୋ ଆଖି ଭରି ଯାଉଛି ରେ ପୁଅ, ମୋ ଆଖି ଭରି ଯାଉଛି। ଜେଜେ, ଏହା ଶେଷ ରାତି, କାମ ଶେଷ ହେବା ଦରକାର। ରାମଚନ୍ଦ୍ର ବାବୁ ଗଛ ପଛରେ ଲୁଚି ସବୁ ଦେଖୁଥାନ୍ତି। ସେ ଦେଖୁଛନ୍ତି କି ଗୋପାଳ ଏକା ହାତରେ ଏକ ବଡ଼ କାଠ ଉଠାଉଛି। ଏ ପିଲା ତ ମଣିଷ ନୁହେଁ। ଏହା କୌଣସି ସାଧାରଣ ଶକ୍ତି ନୁହେଁ। ଗୋପାଳ ଶେଷ ଚକ ଉପରେ ହାତୁଡ଼ି ମାରେ, ଆଉ ଏହି ସମୟରେ ସମଗ୍ର ରଥ ଆଲୋକିତ ହୋଇଯାଏ। ମୋ ଜୀବନ ସଫଳ ହୋଇଗଲା। ମୁଁ ତ ସେବାରେ ଶେଷ ରଥ ଦେଖିଲି। ଜେଜେ, ତମେ ମୋତେ ଚିହ୍ନିଲ ନାହିଁ କି? ତୁ କିଏ ପୁଅ? ସେହି ମୁହୂର୍ତ୍ତରେ ସମୟ ଥମିଗଲା, ପବନ ବି ଥମିଗଲା, ଆଉ ଭକ୍ତିର ଆଖି ଖୋଲିଗଲା। ହେ ଜଗନ୍ନାଥ, ତୁମେ ନିଜେ ମୋ ସାମ୍ନାରେ। ରଘୁ, ତୁ ଭାବିଲୁ ତୁ ଏକା କାମ କରୁଛୁ? 40 ବର୍ଷ ଧରି ମୁଁ ତୋ ହାତରେ କାମ କରୁଅଛି। ତୋ ହାତ ଆଜି ଅଚଳ ହେଲା, ତେଣୁ ମୁଁ ନିଜେ ଚାଲି ଆସିଲି। ମୋ ପାପି ହାତ ପାଇ ଆପଣ ନିଜେ। ଯେ ଭକ୍ତିରେ କାମ କରେ, ତା ହାତ କେବେ ବି ଅପବିତ୍ର ହୁଏନି। ତୁ ମୋ ସେବକ ନୁହେଁ, ତୁ ମୋ ସହକାରୀ।
ମୁଁ ଚାଲିପାରୁଛି। ମୋ ହାତ ମୋ ଗୋଡ଼ ସବୁକିଛି କାମ କରୁଛି ପ୍ରଭୁ। ହେ ପ୍ରଭୁ, ମୁଁ ଅହଙ୍କାରୀ ଥିଲି, ମୋ ଭକ୍ତିକୁ ଚିହ୍ନି ପାରିଲି ନାହିଁ। ମୋତେ କ୍ଷମା କରିଦିଅନ୍ତୁ। ଅହଙ୍କାର ସତ୍ୟ ଦେଖିପାରେ ନାହିଁ, ଭକ୍ତି ଯାହା ଦେଖେ ସେହା ହିଁ ସତ୍ୟ। ଭକ୍ତି ହେଉଛି ସବୁଠାରୁ ବଡ଼ ଶକ୍ତି। ଯେଉଁଠି ଭକ୍ତ ରହିଯାଏ ସେଠି ଭଗବାନ ନିଜେ ଆସନ୍ତି। ପିଲେମାନେ, ଏହିଭଳି ଶିକ୍ଷଣୀୟ ଗପ ଯଦି ଦେଖିବା ପାଇଁ ଚାହୁଁଛ ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କର। ଆଉ ଭିଡ଼ିଓ ଭଲ ଲାଗିଲେ ଲାଇକ୍, ସେୟାର ଆଉ କମେଣ୍ଟ ବି କର। ବୁଝିଲ ପିଲେମାନେ?